हाय हेलो जय जगन्नाथ। ମୁଁ ଆଶା କରୁଛି ଆପଣଙ୍କ ପରିବାର ବହୁତ ଖୁସିରେ ଥିବେ, ଆପଣ ମଧ୍ୟ ବହୁତ ଭଲରେ ଥିବେ। ଆଜି 77ତମ ରିପବ୍ଲିକ୍ ଡେରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମୋର ବହୁତ ଲେଟ୍ରେ ମୁଁ ଆସିଲି। ଯେଉଁମାନେ ନୂଆ କରି ଚ୍ୟାନେଲକୁ ଆସୁଛନ୍ତି ନିହାତି ସବସ୍କ୍ରାଇବ୍ କରିବେ, ଲାଇକ୍ ମଧ୍ୟ ନିହାତି କରିବେ, ସେୟାର ମଧ୍ୟ ନିହାତି କରିବେ। ଏଇଟା ଥିଲା କି ଆମେ ଗୋଟେ ମାନୁଛୁ କି ରିପବ୍ଲିକ୍ ଡେ, ତୁମେ ହିଷ୍ଟ୍ରି 10th ପାଠ ପଢ଼ିଥିବ ନିହାତି, ପଲିଟିକାଲ ରାଜନୀତି ବିଜ୍ଞାନ ନିହାତି ତୁମେ ଖୋଲିକି ପାଠ ପଢ଼ିଥିବ। ଯେତେବେଳେ 1946 ଆଣ୍ଡ 1949 ମସିହା ଚାଲିଥିଲା, ସେହି ମଧ୍ୟରେ ହିଁ ଆମର ସମ୍ବିଧାନର ପ୍ରଣୟନ କରାଯାଇଥିଲା। ତୁମେ ଜାଣିଥିବ ଯେତେବେଳେ ସମ୍ବିଧାନଟି ପ୍ରଣୟନ କରାଯାଇଥିଲା 2 ବର୍ଷ 11 ମାସ 18 ଦିନ ଧରି ସମ୍ବିଧାନଟି ପ୍ରଣୟନ କରାଯାଇଥିଲା। এই ସମ୍ବିଧାନର ପ୍ରଣୟନକାରୀ ଯିଏକି ଆମେ ଜନକ ବୋଲି ମାନୁଛେ ଡକ୍ଟର B.R. ଆମ୍ବେଦକର ଯିଏ ଲେଖିଥିଲେ, ସେ ଯାହାକୁ ଆମେ ଜନକ ବୋଲି ମାନୁଛୁ କିନ୍ତୁ ଲେଖିଥିଲେ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ସେ ହେଉଛି ଅଧ୍ୟକ୍ଷ ଥିଲେ। ଆଉ ପ୍ରେମ ବିହାରୀ ନାରାୟଣ ସେ ହେଉଛି ଲେଖିଥିଲେ। ଏଠି ମୁଁ କଥା ବୁଝିପାରୁନି, ଏଠି ପଲିଟିକାଲରେ ଆବ୍ରାହମ ଲିଙ୍କନ କହିଛନ୍ତି କି ଆମ ରାଜନୀତି ବିଜ୍ଞାନ, ଆମ ସମ୍ବିଧାନ, କିନ୍ତୁ ଏଠି ଡକ୍ଟର B.R. ଆମ୍ବେଦକରଙ୍କୁ ଆକ୍ଷେପ ଦେଲା କି କହିଲା, ଇଂଲିଶରେ ଆକ୍ଷେପ କଲା ଆବ୍ରାହମ ଲିଙ୍କନ, ଯାହାକି ଥିଲା ତାଙ୍କ ଘର ଇଟାଲୀ। ସେ କହିଲେ କି ଗଣତନ୍ତ୍ର ହେଉଛି ଗୋଟେ ଡେମୋକ୍ରାସି। ଡେମୋ ମିନ୍ସ ଗଣ, କ୍ରାସି ମିନ୍ସ ତନ୍ତ୍ର। ସିଏ ଆକ୍ଷେପ କଲେ ଯେ ଇଂଲିଶରେ ଡେମୋକ୍ରାସି ଇଜ୍ ଏ ଗଭର୍ଣ୍ଣମେଣ୍ଟ ବାଇ ଦ ପିପୁଲ, ଅଫ୍ ଦ ପିପୁଲ ଆଣ୍ଡ ଫର୍ ଦ ପିପୁଲ। ଓଡ଼ିଆରେ କହିବାକୁ ଗଲେ ଗଣତନ୍ତ୍ର ହେଉଛି ଉଦ୍ଦିଷ୍ଟ ସରକାରଙ୍କର ନିୟମ ଅନୁସାରେ ପାଳନ କରାଯିବ, ଯାହାକି ତାକୁ ଓଡ଼ିଆରେ ପ୍ରମୁଖ ବାକ୍ଷେପ କଲେ ଗଣତନ୍ତ୍ର ହେଉଛି ଲୋକମାନଙ୍କ ପାଇଁ, ଲୋକମାନଙ୍କ ଦ୍ୱାରା ଉଦ୍ଦିଷ୍ଟ ସରକାରଙ୍କୁ ଗଣତନ୍ତ୍ର କୁହାଯାଏ। ରାଇଟ୍। ଏଠି ଗଣ ମାନେ ଲୋକ, ତନ୍ତ୍ର ମାନେ ଶାସନ। ଏଠି ସମ୍ବିଧାନରେ କୁହାଯାଇଛି ଲୋକମାନଙ୍କର ହିଁ ଶାସନ ଚାଲିଛି, ଆମ ଭାରତରେ ଲୋକମାନଙ୍କର ଶାସନ ଚାଲିଛି। କିନ୍ତୁ ଆଜିକା ଡେଟ୍ରେ ଡିଜିଟାଲ ଦୁନିଆରେ ଲୋକମାନଙ୍କର ଯେଉଁ ଶାସନ ଚାଲିଛି ନା, ଏଠି ଲୋକମାନଙ୍କର ଶାସନ ଚାଲିନି। ଲୋକମାନଙ୍କର କିଛି 5 ଜଣ, କିଛି 10 ଜଣ, କିଛି 15 ଜଣ ବୈଠକ ବସିକି କିଛି ଆଲୋଚନା କରାଯାଉନି। ଯଦି ଜଣେ ଭୁଲ କରାଯାଉଛି ନା, ତା ପାଇଁ ନିୟମ, ଆଇନ, କାନୁନ ସବୁ ଏଠି ରଖାଯାଇଛି କେଉଁଠି ଆମ ଭାରତରେ। ଯଦି ଜଣେ ଭୁଲ କରୁଛି ତାକୁ ନ୍ୟାୟ ଦିଆଯାଉନି, ଯଦି ଜଣକୁ ନ୍ୟାୟ ଦିଆଯାଉଛି ତାକୁ ଅନ୍ୟାୟରେ ପ୍ରଦେଶ କରାଯାଉଛି। ତ ଚିନ୍ତା କର, ମୋର କହିବାର କାରଣ ଆଜିକା ଡେଟ୍ରେ ଯେଉଁମାନେ ବି ପାଠ ପଢ଼ୁଛ, ଯେଉଁମାନେ ବି ବାହାରେ ଅଛ, ଯେଉଁମାନେ ବି ଅଦର ଷ୍ଟେଟ୍ରେ ଅଛ,